ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଇଥାଏ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ। ଏହି ଦିନରେ ଏକ ଛୋଟିଆ ମାଠିଆରେ ପାଣି ରହି ତୁଳସୀ ଚଉରାରେ ବନ୍ଧା ଯାଇଥାଏ। ମାଠିଆରେ ଥିବା କଣାରୁ ଧୀରେ ଧୀରେ ପାଣି ଝରିଥାଏ। ବନ୍ଧା ଯାଇଥିବା ଠେକିକୁ ବସୁନ୍ଧରା ଠେକି କୁହାଯାଏ। କେବଳ ସେତିକି ନୁହେଁ, ଛତୁଆ, ଦହି, ଗୁଡ଼, କଦଳୀ ଓ ନଡ଼ିଆ ମିଶାଇ ତୁଳସୀ ଚଉରା ମୂଳରେ ଭୋଗ ଲଗାଯାଏ। ଚଣ୍ଡୀ, ସାରଳା ଏବଂ ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ୍ରା ପାଳନ କରାଯାଏ। ଘଟ ପାଟୁଆମାନେ ଘଟ ମୁଣ୍ଡେଇ ଖାଲି ପାଦରେ ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଥାଏ। ଦକ୍ଷିଣ ଓଡ଼ିଶାରେ ଏହି ଦିନ ମାସେ ଧରି ଚାଲିଥିବା ଦଣ୍ଡ ନାଟର ଶେଷ ହୁଏ, ଯାହାକି ମେରୁଜାତ ଭାବେ ପାଳନ କରାଯାଏ। ବେଲପଣା ଓ ଛତୁଆ ସହ ଓଡ଼ିଆମାନେ ଏହାକୁ ପାଳନ କରିଥାନ୍ତି। ଉତ୍ତର ଓଡ଼ିଶାରେ ଏହି ପର୍ବକୁ ଚଡ଼କ ପର୍ବ ଭାବେ ପାଳନ କରିଥାନ୍ତି। ଓଡ଼ିଆ ପଞ୍ଜିକାର ଗଣ ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ପାଳନ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବେ ଓଡ଼ିଆମାନେ ପାଳନ କରିଥାନ୍ତି। ବର୍ଷ ଆରମ୍ଭ ହୋଇଥିବାରୁ ଓଡ଼ିଆ ପରିବାରରେ ଦେବାଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ। ଏହି ସମୟରେ ସୂର୍ଯ୍ୟ କିରଣ ବେଗ ପ୍ରଖର ପାଇବା ସହ ହଜମ ଶକ୍ତି ମଧ୍ୟ ବଢ଼ାଇଥାଏ ବୋଲି କୁହାଯାଇଛି, ଯେଉଁଥିପାଇଁ ବୁଟ, ଛତୁଆ ପରି ଗରିଷ୍ଠ ଖାଦ୍ୟ ଅଧିକ ବ୍ୟବହାର କରାଯାଇଥାଏ। ଦେହରେ ଅତ୍ୟଧିକ ତାପ ଶକ୍ତିକୁ ସମ ଅବସ୍ଥାକୁ ଆଣିବା ପାଇଁ ପଣା ପାନ କରାଯାଏ। ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବାଦେବୀମାନଙ୍କରେ ଛତୁଆ ଓ ପଣା ଭୋଗ ଲାଗିବାର ବିଧି ରହିଛି। ଏହି ଦିନରେ ସାହି ପଡ଼ିଶା ଓ ବନ୍ଧୁବାନ୍ଧବ ଏବଂ ବ୍ରାହ୍ମଣମାନଙ୍କୁ ପଣା ଦାନ କରାଯାଏ। ତେଣୁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ପଣା ସଂକ୍ରାନ୍ତି ଠାରୁ ରାସ୍ତା କଡ଼ରେ ପଥିକମାନଙ୍କ ପାଇଁ ବିଭିନ୍ନ ସଂଗଠନମାନଙ୍କ ଦ୍ୱାରା ଜଳଛତ୍ର ମଧ୍ୟ ଖୋଲାଯାଏ। ଏହା ସହ ଏହି ଦିନରେ ବୃକ୍ଷ ମୂଳରେ ଜଳ ଢାଳିବାର ପ୍ରଥା ରହିଛି। ସେଥିପାଇଁ ହିନ୍ଦୁ ପରିବାରର ଚଉରା ପୂଜା ପାଇଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ମାଠିଆରେ ଜଳ ରଖି ଜଳ ଦାନ କରାଯାଇଥାଏ। ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ। ଏହି ଦାଉରୁ ରକ୍ଷା ପାଇବା ପାଇଁ ଶ୍ରୀ ହନୁମାନଙ୍କର ଜୟନ୍ତୀ ପାଳନ କରାଯାଏ। ଏହି ଦିନ ଝାମୁ ବ୍ରତର ଉଦ୍ଯାପନ କରାଯାଏ। ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ। ବ୍ରତ ଉଦ୍ଯାପନ ଦିନ ବ୍ରତଧାରୀ ନିଆଁରେ ଚାଲିଥାନ୍ତି। ଓଡ଼ିଶାରେ ଅନେକ ସ୍ଥାନରେ ଏହି ବ୍ରତ ପାଳନ କରାଯାଏ। ଏହାକୁ ପାଟୁଆ ଯାତ୍ରା ବୋଲି କୁହାଯାଏ। ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ପ୍ରଦାନରେ ଶିକ୍ଷା ପ୍ରଦାନ କରିଥାନ୍ତି। ବିଭିନ୍ନ ଦୃଷ୍ଟିରୁ ଦେଖିଲେ ଜଣାଯାଏ, ମହାବିଷୁବ ସଂକ୍ରାନ୍ତି ଆମର ଏକ ବିଶିଷ୍ଟ ପର୍ବ। ଏହି ପର୍ବ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୁଦୃଢ଼ କରିଥାଏ।